नमस्कार। मोर जो मैंने फ्रेंड्स अच्छी स्पेसिफिकली जो मैंने लेडीज फ्रेंड मैंने माउस मैंने हूँ मो माँ मैंने हूँ जो मैंने मो भौणी मैंने से भिडटा करुँचे आजिकल दुनिया रे बहुत लोक माने पुरुष लोक ड्रिंक्स कर मीन्स मेनली हजबैंड कथा कहूँ सपोज आप हजबैंड ड्रिंक्स मैंने आडिक्टेड से रेगुलाली मद नौ ଆପଣ ତାଙ୍କୁ କେମିତି ଟ୍ରିଟ୍ କରିକି ଭଲ ବାଟକୁ ଆଣିବେ ତା'ର ଦୁଇଟା ଟିପ୍ସ ମୁଁ ଆପଣଙ୍କୁ ଦେବି। ଯଦି ଭଲ ଲାଗିବ ଦୁଇଟା ଯେଉଁମାନଙ୍କର ଏଇ ପ୍ରୋବ୍ଲେମ୍ ଥାଇବ ସେ ଏଇଟାକୁ ଟ୍ରାଏ କରିବେ। ପ୍ରଥମ ନମ୍ବର ୱାନ୍ ହେଲା କୌଣସି ପରିସ୍ଥିତିରେ ଆପଣ କେବେ ସେ ଡ୍ରିଙ୍କ୍ କରିଥିବା ଅବସ୍ଥାରେ ଆପଣ କେବେ ତାଙ୍କ ସହିତ ଝଗଡ଼ା କରିବେ ନାହିଁ। କାହିଁକିନା ସେ ସମୟରେ ଜଣଙ୍କର ମାଇଣ୍ଡ ଟିକେ ଅପସେଟ୍ ଥାଏ, ନିଜର ହିତାବୁଦ୍ଧ ଜ୍ଞାନରେ ନଥାନ୍ତି, ତେଣୁ ସେ ଆପଣ ଝଗଡ଼ା କଲା ମାନେ ସେ ଆପଣଙ୍କ ସହିତ ନିଶ୍ଚିତ ଭାବରେ ଝଗଡ଼ା କରିବେ ଏବଂ ବହୁତ ପରିସ୍ଥିତିଟା ଖରାପକୁ ଗତି କରିବ। ସେତେବେଳେ ଆପଣ ନୀରବ ରହିବେ, ତାକୁ କେମିତି ଶୁଆଇ ଦେବେ ବା ଚେଷ୍ଟା କରିବେ କେମିତି ସେ ଶୋଇପଡ଼ନ୍ତି। ତା ପର ମୁହୂର୍ତ୍ତରେ ସେ ଯଦି ଜଣେ ଚିନ୍ତାଶୀଳ ଲୋକ ହେଇଥିବେ ସେ ପର ମୁହୂର୍ତ୍ତରେ ନିଶ୍ଚୟ ଅନୁତାପ କରିବେ ଯେ ମୁଁ କ'ଣଟା ଭୁଲ କଲି ଏବଂ ମୁଁ କେତେ ପଇସା ଖର୍ଚ୍ଚ କରିଦେଉଛି ମଦ ପିଇକି ମୋର କ'ଣଟା କ୍ଷତି ହେଉଛି, ମୋ ପରିବାରର କ'ଣ କ୍ଷତି ହେଉଛି, ମୋ ପିଲାମାନଙ୍କ ପାଇଁ କ'ଣ ଅସୁବିଧା କରୁଛି ସବୁ ବୁଝିବେ। ଯଦି ନ ବୁଝିଲେ ସେଭଳି ଲୋକ ନ ହେଇଥାନ୍ତି ତାହେଲେ ଆପଣ ତାଙ୍କୁ ପର ମୁହୂର୍ତ୍ତରେ ବୁଝେଇବେ ଏଇଟାକୁ ଯେ ଏସବୁ କରି ଲାଭ କ'ଣ ମିଳୁଛି, ତୁମେ ତୁମ ନିଜ ଲିଭରକୁ ଖରାପ କରୁଛ, ଜୀବନକୁ ବିପଦରେ ପକାଉଛ, ତା ସହିତ ପିଲାମାନଙ୍କ ଖର୍ଚ୍ଚକୁ ଘରର ଖର୍ଚ୍ଚ ନକରି ଅଯଥାରେ ପଇସା ଉଡ଼ଉଛ, ରୋଗ କରୁଛ। ତାପରେ ବୁଝିଲେନି ନେକ୍ସଟ ଷ୍ଟେପ୍ରେ ଆପଣ କରିବେ ନିଜେ ଆପଣ ମଦ ପିଅନ୍ତୁ ବା ନ ପିଅନ୍ତୁ ତାଙ୍କଠାରୁ ମଦକୁ ଛଡ଼େଇକି ନେଇ ନିଜେ ପ୍ୟାକ୍ ବନେଇବେ ଏବଂ ପାଟିକି ନେବାକୁ ଚେଷ୍ଟା କରିବେ। ଏଇ ପଏଣ୍ଟ ଯେଉଁଟା ଲାଷ୍ଟ କହିଲି ଏଇଟା ହେଉଛି ଅମେକା ଅସ୍ତ୍ର। କୌଣସି ସ୍ୱାମୀ ଚାହେଁନି ତା ସ୍ତ୍ରୀ ମଦ ପିଉ, ସେ ନିଜେ ମଦୁଆ ହେଇପାରେ, ଡ୍ରଙ୍କାର୍ଡ ପୁରା ହେଇପାରେ, ହେବି ଡ୍ରଙ୍କାର୍ଡ, କିନ୍ତୁ ତା ସ୍ତ୍ରୀକି ସେ କେବେ ମଦ ପିଇବାକୁ ଦେବନି। ତେଣୁ ଏଇଟା ଯେତେବେଳେ କୌଣସି କାମ ଆପଣଙ୍କ ଫେଲିଓର ହେଲା ପ୍ରଥମ ଦୁଇଟା ଷ୍ଟେପ୍ରେ, ତୃତୀୟ କଥାରେ ଯେଉଁ ମୁଁ କହିଲି ଆପଣ ନିଜେ ଯଦି ଡ୍ରିଙ୍କ୍ କରିବାକୁ ଯିବେ ଇ କ୍ୟାନ୍ ନଟ୍ ଟଲରେଟ୍, ସେଇଠୁ ସେ ଛାଡ଼ିବେ 100%। ତାପରେ ଯଦି ନ ହୁଏ ମୁଁ କିଛି କହିପାରିବିନି, ରିଆଡ଼ିକ୍ସନ୍ ସେଣ୍ଟର ନେଇ ଛାଡ଼ିଦେବେ। ନମସ୍କାର।